ଆଜି ଆମେ ହାତ ଧୋଇବା ବିଷୟରେ କଥା ହେବା। କେବେ ହାତ ଧୋଇବା କଥା, କେମିତି ହାତ ଧୋଇବା କଥା ଏବଂ ହାତ ଠିକ୍ସେ ନ ଧୋଇଲେ କ'ଣ ଅସୁବିଧା ହୋଇପାରେ ତା ବିଷୟରେ ଚର୍ଚ୍ଚା କରିବା। ଯେଉଁମାନେ ହାତ ଧୋଇବା ପ୍ରୋସେସ୍ ଜାଣିଛନ୍ତି ଏବଂ ଡେଲି ଲାଇଫ୍ରେ ତାକୁ ୟୁଜ୍ କରୁଛନ୍ତି, ବହୁତ ବଢ଼ିଆ କଥା। ଯେଉଁମାନଙ୍କର ଏ ବିଷୟରେ ଜ୍ଞାନ ନାହିଁ, ଏହି ଭିଡ଼ିଓଟି ସେମାନଙ୍କ ପାଇଁ। ଭିଡ଼ିଓଟି ଲାଷ୍ଟ ଯାଏ ଦେଖନ୍ତୁ, ଶିଖନ୍ତୁ ହାତ ଧୋଇବାର କେମିତି ରହିଛି ପ୍ରୋସେସ୍ ଏବଂ ଆପଣଙ୍କର ପିଲାଛୁଆଙ୍କୁ, ପରିବାର ସଦସ୍ୟଙ୍କୁ ଶିଖେଇ ସ୍ୱାସ୍ଥ୍ୟଗତ ଲାଭ ପାଆନ୍ତୁ। ଆଉ ଡେରି ନକରି ଯିବା ଟପିକ୍ ଭିତରକୁ। ଆପଣମାନେ ଜାଣନ୍ତି, ସବୁଆଡ଼େ ରହିଛନ୍ତି ଆମକୁ ଯେଉଁ ରୋଗ ସୃଷ୍ଟି କରନ୍ତି ଜୀବାଣୁଗୁଡ଼ିକ ବା ଜର୍ମସ୍ ଗୁଡ଼ିକ, ଯାହାକି ଖାଲି ଆଖିରେ ଦେଖାଯାଆନ୍ତି ନାହିଁ। ATMରେ, ଲ୍ୟାପଟପ୍ରେ, ମୋବାଇଲରେ ଏବଂ ଲିଫ୍ଟରେ, ଏପରିକି ଆମ ଘର କବାଟରେ ମଧ୍ୟ ରହିଛନ୍ତି ରୋଗ ସୃଷ୍ଟିକାରୀ ଜୀବାଣୁ ଯଥା ଫଙ୍ଗସ୍, ଭାଇରସ୍ ଏବଂ ବ୍ୟାକ୍ଟେରିଆ ଆଦି ଅନେକ। ଆମ ହାତ ହେଲା ବହୁତ ବଡ଼ ମାଧ୍ୟମ, ଯାହା ଜରିଆରେ ରୋଗ ସୃଷ୍ଟିକାରୀ ଜୀବାଣୁଗୁଡ଼ିକ ଶରୀର ମଧ୍ୟକୁ ପ୍ରବେଶ କରି ଆମକୁ ରୋଗାକ୍ରାନ୍ତ କରିଦେଇଥାନ୍ତି। ଆମେ କେବେ ହାତ ଧୋଇବା କଥା? ଖାଦ୍ୟ ଖାଇବା ପୂର୍ବରୁ ଏବଂ ଖାଦ୍ୟ ତିଆରି ସମୟରେ ହାତ ଧୋଇବା କଥା। କୌଣସି ଗୃହପାଳିତ ପଶୁଙ୍କୁ ଯଦି ଛୁଉଁଛେ ତାପରେ ହାତ ଧୋଇବା କଥା। ଯଦି ହାତକୁ କଭର କରିକି ଛିଙ୍କୁଛେ କିମ୍ବା କାଶିଲା ପରେ ଆମେ ହାତ ଧୋଇବା କଥା। ଟଏଲେଟ୍ ବ୍ୟବହାର ପରେ ନିହାତି ଭାବେ ଆମେ ହାତ ସଫା କରିକି ଧୋଇବା କଥା। ଯଦି ଆମେ ହାତ ନ ଧୁଅନ୍ତି କ'ଣ ହୋଇପାରେ? ଆମ ଝାଡ଼ାରେ 1 ଗ୍ରାମ ଓଜନ ଝାଡ଼ାରେ ଯଦି ଆମେ ଦେଖିବା ଟ୍ରିଲିୟନ୍ ଜୀବାଣୁ ଥାଆନ୍ତି। ସେଗୁଡ଼ିକ ଯଦି ଠିକ୍ସେ ସଫା ନ ହୁଏ ତାହେଲେ କେତେକ ଜୀବାଣୁ ଆମର ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରନ୍ତି। ଯଦି ଆମର ସ୍ୱାସ୍ଥ୍ୟ ସମସ୍ୟା ହେଲା ତେବେ କାମରୁ ଦୂରେ ରହିଥାଉ ଏବଂ ଡେଲି ଇନକମ୍ ଉପରେ ମଧ୍ୟ ତା'ର ପ୍ରଭାବ ପଡ଼ିଥାଏ। ସ୍କୁଲ ଗୋଇଂ ଚିଲଡ୍ରେନ୍ ଯେଉଁ ଅଛନ୍ତି ବା ପାଠପଢ଼ା ଛାତ୍ରଛାତ୍ରୀ ଅଛନ୍ତି, ସେମାନେ ସ୍କୁଲ ନ ଯାଇ ଘରେ ରୋଗାକ୍ରାନ୍ତ ହୋଇପାରନ୍ତି। ଆମେ ଡକ୍ଟର ଭିଜିଟ୍ରେ, ଡକ୍ଟର କନସଲଟେସନରେ ଟଙ୍କା ପଇସା ଖର୍ଚ୍ଚ କରିଥାଉ। ହସ୍ପିଟାଲ ଯଦି ଭର୍ତ୍ତି ହେବାକୁ ପଡ଼େ ସେଠାରେ ମଧ୍ୟ ଆମର ଖର୍ଚ୍ଚ ହୋଇଥାଏ ଏବଂ ମେଡ଼ିସିନରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ଅର୍ଥାତ୍ ଆମର ଅର୍ଥନୀତି ପ୍ରଭାବ ହୋଇଥାଏ ସାମାନ୍ୟ ହାତ ନ ଧୋଇବା କାରଣରୁ। ଦି ହାତକୁ ଓଦା କରିଦେବା ପରେ ସାବୁନ କିମ୍ବା ହ୍ୟାଣ୍ଡୱାସ୍ ନେଇକି ଉଭୟ ପାପୁଲିରେ ଘଷିବା ଏବଂ ଦ୍ୱିତୀୟ ଷ୍ଟେପ୍ ହେଲା ହାତର ବା ପାମ୍ ପାପୁଲିର ପଛପଟକୁ ଉଭୟ ପାମ୍ରେ ଘଷିବା। ତୃତୀୟ ଷ୍ଟେପ୍ ହେଲା ଆଙ୍ଗୁଠିଗୁଡ଼ିକୁ ଏମିତି ପାମ୍ ସାହାଯ୍ୟରେ ଘଷିବା, ପଛପଟ ଏବଂ ଉଭୟ ହାତର ଏଭଳି ସନ୍ଧିଗୁଡ଼ିକୁ ଠିକ୍ସେ ଘଷିଦେବା। ଚତୁର୍ଥ ଷ୍ଟେପ୍ ହେଲା ଆଙ୍ଗୁଠିଗୁଡ଼ିକୁ ଏଭଳି ପଛପଟ ଉଭୟ ପାମ୍ ସାହାଯ୍ୟରେ ଘଷିବା। ପଞ୍ଚମ ଷ୍ଟେପ୍ ଉଭୟ ହାତର ବୃଦ୍ଧାଙ୍ଗୁଳିକୁ ରୋଟେଟ୍ କରିକି ଏଭଳି ଆସ୍ତେ ଆସ୍ତେ ଘଷିବା। ଷଷ୍ଠ ଷ୍ଟେପ୍ ଏଭଳି ସବୁ ଆଙ୍ଗୁଠିଗୁଡ଼ିକୁ ମିଶାଇ ପାମ୍ ସାହାଯ୍ୟରେ ବା ପାମ୍ ଉପରେ ଆଗପଛ କରିକି ଠିକ୍ସେ ଘଷିଦେବା ଏବଂ ସବା ଶେଷରେ ସପ୍ତମ ଷ୍ଟେପ୍ ଆମେ ମଣିବନ୍ଧକୁ ଏଭଳି ରୋଟେଟ୍ କରିକି ଉଭୟ ହାତ ସାହାଯ୍ୟରେ ଘଷିବା ପରେ ଫ୍ଲୋଇଂ ଟ୍ୟାପ୍ ୱାଟରରେ ଆରାମରେ ଧୋଇଦେବା। ହାତ ଧୋଇ ସାରିଲା ପରେ ଶୁଖିଲା ସଫା କପଡ଼ାରେ ହାତକୁ ପୋଛିଦେବା। ହାତ ଧୋଇବା ପାଇଁ ଟ୍ୟାପ୍ ପାଣି ସୁବିଧା ହେଲେ ଭଲ କଥା, ନହେଲେ ମଧ୍ୟ ଗୋଟିଏ ବାଲ୍ଟିରେ ପାଣି ନେଇକି ଜଣେ ଅନ୍ୟ ଜଣଙ୍କ ହାତରେ ଢାଳି ଆମେ ହାତକୁ ଭଲ କରି ସଫା କରିପାରିବା ଏବଂ ସୁସ୍ଥ ରହିବା।